ନିଶ୍ଚିନ୍ତ ଭାବରେ ମାନେ ଆମ ଥରେ ବାପା ଯେତେବେଳେ ମତେ ବୁଲେଇବାକୁ ନେଇଛନ୍ତି ଆମେ ବହୁତ ମଜାମସ୍ତି କରିଥିଲୁ। ଆଉ ମତେ ସେ ମୋର ଯାହା ଇଚ୍ଛା ହେଲା ସେଦିନ ମତେ ଦେଇଥିଲେ। ସେଟା ମୋ ପାଇଁ ଗୋଟେ ବହୁତ ବଢିଆ ମୋମେଣ୍ଟ ଥିଲା। ସେଇଟା ମୁଁ ଆପଣମାନଙ୍କ ସହିତ ମୋ ନାଁ ହେଉଛି ସାଇଦିବେନ୍ ଶତପଥୀ। ଆପଣମାନ ସମସ୍ତଙ୍କୁ ପ୍ରଣାମ କରୁଛି। ବାପା ମତେ ବହୁତ ଭଲ ପାଆନ୍ତି। ମତେ ସବୁବେଳେ ମୋ ସହିତ ଖେଳନ୍ତି, ମୋ ସହିତ ବୁଲାବୁଲି କରନ୍ତି, ମତେ ବହୁତ ଜାଗାରେ ବି ନେଇକି ବୁଲେଇଛନ୍ତି। ସେ ମୋର ସବୁ କିଛି। ନାଇଁ, ଦି ଜଣ ମୋ ପାଇଁ ଇକ୍ୱାଲ। ଆଉ ସେ ମତେ ସବୁବେଳେ ମତେ ସବୁ ଟାଇମରେ ମତେ ସେ ଭଲ ପାଆନ୍ତି ଆଉ ମୋର ସାଥ ଦିଅନ୍ତି। ନିଶ୍ଚିନ୍ତ ଭାବରେ ମାନେ ଆମ ଥରେ ବାପା ଯେତେବେଳେ ମତେ ବୁଲେଇବାକୁ ନେଇଛନ୍ତି ଆମେ ବହୁତ ମଜାମସ୍ତି କରିଥିଲୁ। ଆଉ ମତେ ସେ ମୋର ଯାହା ଇଚ୍ଛା ହେଲା ସେଦିନ ମତେ ଦେଇଥିଲେ। ସେଟା ମୋ ପାଇଁ ଗୋଟେ ବହୁତ ବଢିଆ ମୋମେଣ୍ଟ ଥିଲା। ସେଇଟା ମୁଁ ଆପଣମାନଙ୍କ ସହିତ ମୁଁ ଭାବୁଛି ଦର୍ଶକ ମାନେ ମୋ ଭିଡିଓକୁ ବହୁତ ଭଲ ପାଇବା ଦେବେ ଆଉ ମୁଁ ଆଗକୁ ଏମିତି କରିଚାଲିବି। ଆପଣମାନେ ସମସ୍ତେ ମତେ ସପୋର୍ଟ କରିବେ ଆଉ ମୁଁ ପ୍ରତିଶ୍ରୁତି ଦେଉଛି ଏଇ ଭିଡିଓ ଦେଖିକି ଆପଣମାନେ କେବେ ବି ବୋରିଂ ହେବେନି। ବହୁତ ମଜା ହଉଥିଲା କିନ୍ତୁ ରାତି ଅନିଦ୍ରା ଯେହେତୁ ହେଇଥିଲା ଟିକେ ଟାୟାର୍ଡ ଲାଗୁଥିଲା, କିନ୍ତୁ ଠିକ ଅଛି। ଆଉ ବହୁତ ଖୁସି ଲାଗୁଥିଲା କି ମୁଁ ଏତେ ବଡ କ୍ୟାମେରା ଆଗରେ ଛିଡା ହେଇକି କହୁଛି। ଏଇଟା ବହୁତ ଖୁସିର ମୋମେଣ୍ଟ ଥିଲା ମୋ ପାଇଁ। ମୋ ବାପା ମାମା ମୋ ପାଇଁ ବହୁତ ସପୋର୍ଟ କରିଛନ୍ତି ମତେ ବାବା ଦିଅନ୍ତି, ମାମା ବି ଶିଖାନ୍ତି ସବୁ ଡାଇଲଗ ଫାଇଲଗ ସବୁ ଶିଖାନ୍ତି। ବାପା ମତେ କୁହନ୍ତି କେମିତି ଆକ୍ସନ କରି କହିବୁ, ମଡୁଲେସନ କେମିତି କରିବୁ ଭଏସର। ଦି ଜଣ ଯାକ ସପୋର୍ଟ କରିଛନ୍ତି। ଯେତେବେଳେ ଫାଷ୍ଟ ଗଲ ସୁଟିଂ ପାଇଁ କି ଘରେ ଯାହା ସବୁ ଶିଖେଇଥିଲେ ବାବା ମାମା, ଡର ଲାଗିଲାନି କାଳେ ମୁଁ ଭୁଲିଯିବି ଡାଇଲଗ କିଛି? ନା, ମତେ ବିଲକୁଲ ଡର ଲାଗିଲାନି, କିନ୍ତୁ ଫାଷ୍ଟ ଟିକେ ନର୍ଭସ ଥିଲି, କିନ୍ତୁ ତାପରେ ଠିକ ଅଛି। ପାଠ ସାଙ୍ଗରେ ଏଇ ସୁଟିଂ ରେ କାମ କରିବାକୁ କେତେ ତମେ ଟାଇମ କେମିତି କଣ ମ୍ୟାନେଜ କର? ମୋ ପାଠ ମୋ ଟ୍ୟୁସନ ହଉଛି ଯେହେତୁ ମୋ ପାଠ ବହୁତ ଭଲସେ ପଢେ ଆଉ କ୍ଲାସରେ ବି ଫାଷ୍ଟ ହୁଏ। ଏଇ ସୁଟିଂ ତ ଏଗୁଡା ସବୁ ଟାଇମ ପାସ୍ ପାଇଁ ଅଛି। ଏଇଟା ମୋର ଷାଠ ପାଳି ଯାଉଛି, କିନ୍ତୁ ପାଠଟା ଅଲଗା। ପାଠ ପାଇଁ ମୁଁ ଅଲଗା ଟାଇମ ମୁଁ ମ୍ୟାନେଜ କରିଦଉଛି। ଆଗକୁ ଏମିତି ବହୁତ ସାରା ଭିଡିଓ ସୁଟ କରିବ ବୋଲି ଭାବୁଛ? ନିଶ୍ଚିନ୍ତ ଭାବରେ ମୋର ଆପଣମାନେ ସପୋର୍ଟ କଲେ ମୁଁ ଆହୁରି ବହୁତ ଗୁଡେ ଭିଡିଓ ଆପଣମାନଙ୍କ ସାମ୍ନାରେ ଆଣିକି ରଖିଦେବି। ମୋର ଏମ୍ ଅଛି ଗୋଟେ IAS ଅଫିସର ହବା ପାଇଁ।